ରଜ ଆସିଗଲା କ'ଣ ପୋଡ଼ପିଠା କରିବା କଥା ଭାବୁଛନ୍ତି କି? ଆସନ୍ତୁ ମୋ ସହିତ ମିଶି ଆଜି ତିଆରି କରିବା କଅଁଳିଆ ଆଉ ତୁଳା ପରି ନରମ କ୍ଷୀର ପୋଡ଼ପିଠା, ଯୋଉଟା କି ପାଟିରେ ପକଉ ପକଉ ଏକଦମ ମିଳେଇ ଯାଉଥିବ, ସେ ପୁଣି କମ୍ ମିଠାରେ। ଚାଉଳକୁ 4-6 ଘଣ୍ଟା ଧୋଇକି ବତୁରେଇ ଦିଅନ୍ତୁ। ତାକୁ ବାଟିକି ଗୋଟେ ପତଳା ବ୍ୟାଟର ରେଡି କରନ୍ତୁ। ଗୋଟେ କପରେ ଚାଉଳ ନେଇଥିଲେ ସେଇ ସେମ୍ କପରେ 4 କପ୍ କ୍ଷୀର ନେଇକି ଭଲକି ଫୁଟାନ୍ତୁ। ତା ଦେହରେ 2 ବଡ଼ ଚାମଚ ଚିନି ଦିଅନ୍ତୁ। ହାଫ୍ କପ୍ ନଡ଼ିଆ କୋରା, କାଟି ରଖିଥିବା କାଜୁ, ଆଲମଣ୍ଡ ଏବଂ ଗୁଜୁରାତି ଗୁଣ୍ଡ, ଅଳ୍ପ ଟିକେ ଲୁଣ ଦେଇ ଭଲ କରି ଫୁଟାନ୍ତୁ। କ୍ଷୀର ଫୁଟିଗଲା ପରେ ଏବେ ଚାଉଳ ବଟାକୁ ଧୀରେ ଧୀରେ ଦିଅନ୍ତୁ ଆଉ କଣ୍ଟିନ୍ୟୁଅସଲି ଗୋଳାନ୍ତୁ। ଗ୍ୟାସ୍ ଫ୍ଲେମ୍କୁ ସ୍ଲୋ କରି ଗୋଟେ ଜନ୍ତୁଣୀ ପ୍ରସ୍ତୁତ କରନ୍ତୁ, ଯେମିତିକି ଜନ୍ତୁଣୀଟା କଡ଼େଇରୁ ଛାଡ଼ି ଯାଉଥିବ, ଏକଠା ଗୋଟେ ଜାଗାରେ ହେଇଯାଉଥିବ। ଏବେ ଆଉ ଗୋଟେ କଡ଼େଇରେ ତଳେ ଘିଅ ଦେଇ ଦିଅନ୍ତୁ। ପ୍ରସ୍ତୁତ ଜନ୍ତୁଣୀକୁ ଗରମ ଗରମ ତା ଦେହରେ ଦେଇ ପାଣି ହାତ କରି ତାକୁ ଗୋଟେ ସେପ୍ ଦେଇ ଦିଅନ୍ତୁ। ଉପରେ ଘିଅ ଟିକେ ଭଲ କରି ବୁଲେଇ ଦିଅନ୍ତୁ। ଏବେ ଗୋଟେ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ, ଯେମିତି ଘୋଡ଼ଣୀରେ କିଛି ଫାଙ୍କ ନଥାଏ କି କିଛି ଗ୍ୟାସ୍ ବାହାରକୁ ଆସିବନି। 20-25 ମିନିଟ୍ ପରେ ଚେକ୍ କରିବେ ଉପରେ ଆଉ ଆପଣ ହାତରେ କିଛି ଲାଗୁନି, ତ ତାକୁ ଥଣ୍ଡା କରିଦେବେ। ଥଣ୍ଡା କରିକି ତାକୁ ଓଲଟେଇକି ଆଉ ଥରେ ଆଉ 5 ମିନିଟ୍ କି 10 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବେ। ମନେ ରଖନ୍ତୁ, ପିଠାକୁ ସମ୍ପୂର୍ଣ୍ଣ ଥଣ୍ଡା କରିବେ, ତାପରେ ପିଠାକୁ କାଟିବେ ଆଉ ଦେଖିବେ କେତେ ସଫ୍ଟ ଆଉ କେତେ କଅଁଳିଆ ହେଇଛି ପିଠାଟି। ନିଜେ ଖାଆନ୍ତୁ, ଅନ୍ୟମାନଙ୍କୁ ବି ଖୁଆନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ ସେୟାର କରନ୍ତୁ। ଜୟ ଜଗନ୍ନାଥ।